ସମାଧାନ ପୁସ୍ତକ ଅନୁଷ୍ଠାନ ଏବଂ ଆନ୍ଦୋଳନ ତରଫରୁ ମୁଁ ଅଜୟ ଭାଇ ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି। ସମାଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମ ସମ୍ମୁଖରେ ଥିବା ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ସମସ୍ୟାର କାରଣ, ତାର ପରିଣାମ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଆଗ୍ରହୀ ଭାଇ ଭଉଣୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କ ସହଯୋଗରେ ତାର ପ୍ରତିକାର ବ୍ୟବସ୍ଥା କରିବା, ଯାହାଫଳରେ ଆମ ସମସ୍ତଙ୍କର କଲ୍ୟାଣ ସାଧିତ ହୋଇପାରିବ। ଆମ ରାଜ୍ୟକୁ ସମୃଦ୍ଧ କରି ଗଢ଼ିବା ହେଉଛି ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟ। ଏଥିପାଇଁ ସରକାର ଆବଶ୍ୟକୀୟ ଆଇନ ଏବଂ ଯୋଜନା ପ୍ରଣୟନ କରି ତାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଇବା ଉଚିତ, ଯେପରି ରାଜ୍ୟର ଜନସାଧାରଣ ଉପକୃତ ହୋଇପାରିବେ। କିନ୍ତୁ ସ୍ୱାଧୀନତା ହାସଲ ପରେ ଆଜି ପର୍ଯ୍ୟନ୍ତ ଆମେ ଯଦି ଆମ ରାଜ୍ୟ ଶାସନ ଦାୟିତ୍ୱରେ ଥିବା ସରକାରଙ୍କର କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ପକାଇବା, ସେଥିପ୍ରତି ଧ୍ୟାନ ଦେବା, ତେବେ ଆମେ ଜାଣିପାରିବା ଯେ ସରକାରଙ୍କ ତରଫରୁ ଅନେକ ଆଇନ ଏବଂ ଯୋଜନା ପ୍ରଣୟନ କରାଯାଇଥିଲେ ମଧ୍ୟ ସେଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇପାରି ନଥିବାରୁ ଜନସାଧାରଣ ଯଥାର୍ଥ ଭାବେ ଉପକୃତ ହେବାରୁ ବଞ୍ଚିତ ହୋଇଛନ୍ତି। ଆଜି ମଧ୍ୟ ଆମର ଅନେକ ଗ୍ରାମ ଏବଂ ସହରାଞ୍ଚଳକୁ ଉତ୍ତମ ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିମଳ ବ୍ୟବସ୍ଥାର ସୁବିଧା ପହଞ୍ଚି ପାରିନାହିଁ। ପରିବେଶ ପ୍ରଦୂଷଣ, ଅନ୍ୟାୟ, ଦୁର୍ନୀତି, ନିର୍ଯାତନାର ମାତ୍ରା ବୃଦ୍ଧି ପାଇ ଚାଲିଛି। ବେକାରୀ ବୃଦ୍ଧି ପାଇଛି। ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ତାରତମ୍ୟ ବୃଦ୍ଧି ପାଇଛି। ତେବେ ଏସବୁ କାହିଁକି ହେଉଛି? ସଚେତନ ନାଗରିକ ହିସାବରେ ଆମେ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କେବଳ ଆଇନ କିମ୍ବା ଯୋଜନା ତିଆରି କରିଦେଲେ ହେବ ନାହିଁ, ତାକୁ କାର୍ଯ୍ୟକାରୀ କରାଇବା ଦିଗରେ ସରକାର ଯଥାର୍ଥ ଧ୍ୟାନ ଦେବା ଆବଶ୍ୟକ। ପ୍ରତିଟି ଯୋଜନା ଯେପରି ସଠିକ୍ ଭାବରେ କାର୍ଯ୍ୟକାରୀ ହେବ, ସେଥିପାଇଁ ସରକାର ନିଜର ଦୃଢ଼ତା, ଆନ୍ତରିକତା, ସ୍ୱଚ୍ଛତା, ନିରପେକ୍ଷତା ଏବଂ ଉତ୍ତରଦାୟିତ୍ୱତାର ସହିତ ତାକୁ କିପରି କରିବେ, ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏ ପରିପ୍ରେକ୍ଷୀରେ ଆମ ନୂତନ ରାଜ୍ୟ ସରକାର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ ଚାଲିଛି। ଏହି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ସେମାନଙ୍କର ସୁଚିନ୍ତିତ ମତାମତ ଏବଂ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ନିବେଦନ ପାଇବା ପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ, ସରକାରଙ୍କ ନିକଟକୁ 20ଟି ପ୍ରସ୍ତାବ ଏବଂ ମତାମତ ପ୍ରଦାନ କରିଛୁ, ଯାହା ଆମେ ଇମେଲ୍ ଯୋଗେ ଏବଂ ତାକୁ ଡାକ ଯୋଗେ ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିଛୁ। ଆମେ ଆଶା କରିବୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେବେ ଏବଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଷ୍ଟ୍ରକୁ ବିକାଶ କରିବା ପାଇଁ, ରାଷ୍ଟ୍ରକୁ ଆଗେଇ ନେବା ପାଇଁ ଜନସାଧାରଣଙ୍କର ସହଯୋଗ ଏବଂ ତାଙ୍କର ସୁଚିନ୍ତିତ ମତାମତ ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆମେ ପ୍ରତ୍ୟେକ ଭାଇ ଭଉଣୀ ସରକାରଙ୍କର ପ୍ରତିଟି କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଇ ଯାହା ସମାଜ ଉପଯୋଗୀ, ରାଜ୍ୟ ଉପଯୋଗୀ, ସେପରି କାର୍ଯ୍ୟକୁ ସହଯୋଗ କରିବା ଆବଶ୍ୟକ ଏବଂ ଯେଉଁ କ୍ଷେତ୍ରରେ ସରକାରଙ୍କର କିଛି ଦୋଷ ତ୍ରୁଟି ରହୁଛି, ତାକୁ ସରକାରଙ୍କ ସମ୍ମୁଖକୁ ଆଣି ତାହାର ପ୍ରତିକାର ବ୍ୟବସ୍ଥା କରିବା ମଧ୍ୟ ଆମର କର୍ତ୍ତବ୍ୟ।
ଯାହାଫଳରେ ଆମ ରାଜ୍ୟବାସୀ ଉପକୃତ ହୋଇପାରିବେ। ଆଶା ଆମେ ସଚେତନ ଭାଇ ଭଉଣୀଗଣ ଏଥିପ୍ରତି ଧ୍ୟାନ ଦେଇ ନିଜର ନାଗରିକ ହିସାବରେ ଯେଉଁ କର୍ତ୍ତବ୍ୟ ରହିଛି ତାକୁ ସମାପନ କରିବା, ଆମ ରାଜ୍ୟ ଏବଂ ଦେଶର ବିକାଶରେ ସହାୟକ ହେବା। ଏହି ଆଶା ସହିତ ସମସ୍ତଙ୍କର ଶୁଭକାମନା କରି ରହୁଛି। ନମସ୍କାର।